ମକର ରାଶିର ଶନି 7.5 ବର୍ଷରେ ସରିବ। ଶନି ସେତେବେଳକୁ ତୃତୀୟ ଘରେ ଥିବ। ତୃତୀୟ ଘର ମାନେ ଧନଲକ୍ଷ୍ମୀ ଯୋଗ। ତୃତୀୟ ଶନି ପରାକ୍ରମକୁ ବୃଦ୍ଧି କରିବ, ମିତ୍ର ବନ୍ଧୁ ବୃଦ୍ଧି କରିବ। ଯେଉଁ ସାଙ୍ଗ ଛାଡ଼ିକି ପଳେଇଥିଲେ ସେମାନେ ମିଳିବେ, ଯେଉଁଟା ସତ୍ୟନାରାୟଣ କଥା ବହିରେ ଲେଖା ହେଇଛି। ହରିଶ୍ଚନ୍ଦ୍ର ବାଲା କେସ୍, ସମସ୍ତେ ପଳେଇଲେ ତାପରେ ସବୁ ବାପସ ଆସିବେ। କମ୍ୟୁନିକେସନ୍ ସ୍କିଲ୍ ବଢ଼ିବ। ଛୋଟ ଭାଇ ଭଉଣୀ ଯେଉଁମାନଙ୍କ ସହିତ ବିରୋଧ ଥିଲା ସାଙ୍ଗ ହେବେ। ମିତ୍ର ବନ୍ଧୁ ଯେଉଁମାନେ ଛାଡ଼ିକି ପଳେଇଥିଲେ, ଧୋକା ଫୋକା ଦେଇଥିଲେ, ସେମାନେ ଆସିକି କ୍ଷମା ଫେମା ମାଗିବେ। ତୃତୀୟସ୍ଥ ଶନି ଏଇଠି ବସିକି ତମର ଛୋଟ ଭାଇ ଭଉଣୀ, ମିତ୍ର ବନ୍ଧୁ, ପଡ଼ୋଶୀ, କମ୍ୟୁନିକେସନ୍ ୟାକୁ ଦୁରୁସ୍ତ କରିକି ବଢ଼େଇବ, ତ ଅଟୋମେଟିକ୍ ପଇସା ଆସିବ। ଏଇଠୁ ଶନି ବସିକି କ'ଣ କରିବେ, ସିଧା ସିଧା ତମର 3 ମାନେ 9କୁ ଦେଖିବେ ଭାଗ୍ୟସ୍ଥାନ। ଭାଗ୍ୟସ୍ଥାନ ମିତ୍ର ଗୃହୀ। ଦ୍ୱିତୀୟରେ ଶନି ସିଧା ଦେଖୁଥିଲା ଅଷ୍ଟମକୁ, ଶ୍ୱଶୁର ଘରକୁ। ସୂର୍ଯ୍ୟ ଘର ଶତ୍ରୁ ଘର, ମେଷ ଘର ଶତ୍ରୁ ଗ୍ରହ ଘର, ଆଉ ଏଠି ବୃଶ୍ଚିକ ଘର ଶତ୍ରୁ ଘର। ଶନି ମଙ୍ଗଳ ତ ମିତ୍ର ନାହିଁ ନା, ସମ ବି ଥାଇପାରନ୍ତି ଅଙ୍କଶାସ୍ତ୍ର ଅନୁସାରେ। ମଙ୍ଗଳ ଆଉ ସୂର୍ଯ୍ୟର ଘରକୁ ଦେଖୁଥିଲା, ନିଆଁ ଲଗେଇଦେବନି ସେଇଠି, ତମମାନଙ୍କର ହାଲତ ଖରାପ ଅଛି। ଏବେ କ'ଣ ହବ, ତୃତୀୟକୁ ଶନି ଯେତେବେଳେ ମୀନ ଘରକୁ ଯିବେ, ସେତେବେଳେ 1, 2, 3 ବୃଷ ଘରକୁ ଦେଖିବ। ଅର୍ଥାତ୍ କ'ଣ ନା, ମକର ରାଶିର ପଞ୍ଚମ ସ୍ଥାନ ଶୁକ୍ରର ଘର। ଶୁକ୍ରର ଘରକୁ ତ କେବେ ବି ମୀନ ଶନି ଖରାପ କରିବନି ନା। ତ କ'ଣ କରିବ, ପ୍ରେମ, ବେପାର, ଜନସମ୍ପର୍କ, ସନ୍ତାନ, ଶିକ୍ଷା, ସାଧନା, ଜପ ତପ, ଏଜୁକେସନ୍ ବଢ଼େଇଦେବ, ଜ୍ଞାନ ବଢ଼େଇଦେବ ଏଠି ଦେଖିକି। ତାପରେ କ'ଣ କରିବ ନା, ସେଇଠୁ ନବମ ଭାଗ୍ୟକୁ ଦେଖିବ। ଏଇଟା ବି ମିତ୍ର ଗୃହୀ ହେଇଗଲା, ଏହାକୁ ବି ବଢ଼େଇବ। ତାପରେ ଦଶମ ଦୃଷ୍ଟିରେ ଶନି ସିଧା ସିଧା ତମର ଦ୍ୱାଦଶ ଦୃଷ୍ଟିକୁ ଦେଖିବ। 1, 2, 3, 4, 5, 6, 7, 8, 9, 10। ଏଇଠି ଶନି ଥିଲାବେଳେ 7.5 ଆରମ୍ଭ ହୋଇଥିଲା। ଭିଖାରୀ ବନେଇକି, ଗରିବ ବନେଇକି, ଷେଣ୍ଢ ବନେଇ ଦେଇଥିଲା, ରଉଡ଼ି ହେଉଥିଲା। ଏଇଠିକି ଗଲା, ପୁଣି ସେଇ ଘରକୁ ଦେଖିବ। ଯେବେ ଶନି ଦେଖିବ, କ'ଣ କରିବ, ଶନି ଯେଉଁଠି ବସେ ସେଟାକୁ ନାଇଁ, ଶନି ଯେଉଁଠି ବସିବ ସ୍ଥାନ ହାନି କରେ ଗୁରୁ। ସ୍ଥାନ ଶନି, ଗୁରୁ ଯେଉଁଠି ବସିବ ତାକୁ ଡ୍ୟାମେଜ କରିଦେବ। ସ୍ଥାନ ବୃଦ୍ଧି କରେ ଶନି। ଶନି ଯେଉଁଠି ବସିବ ସେଠି ବୃଦ୍ଧି କରିଦେବ। ଗୁପ୍ତ ଶତ୍ରୁ ଘରେ ବସିଥିଲା, ଶତ୍ରୁ ବଢ଼ିଲେ। ବେଡରୁମ୍ରେ ବସିଥିଲା, ଇଆଡ଼େ ସିଆଡ଼େ ଯିଏ ଯୁଆଡ଼େ ମୁହଁ ମାରିଲେ। ଆଉଟଡୋର ପ୍ରାକ୍ଟିସ୍, ଇନଡୋର ପ୍ରାକ୍ଟିସ୍ ଧୁମ୍ ଦେଲା। ଏବେ ମକର ବାଲା ଖୋଜିବେ ବି ନା, କୋଉଠୁ ଟିକେ ଦିଅରେ, କୋଉଠି ଟିକେ ମିଳିବ, ମାଇବରା ଫାଇବରା କୋଉଠି ଖାଇ, ଖୋଜିଲେ ବି ମିଳିବନି। ମକରୁ ଗଲେ, ହଁ, ସେତେବେଳେ ନ ଖୋଜିଲେ ବି ମିଳୁଥିଲା, ଯୁଆଡ଼େ ଗଲେ ସିଆଡ଼େ ମିଳୁଥିଲା। ହଁ, ବୁଢ଼ୀ ବୁଢ଼ୀ ଯାହା ମିଳିବା କଥା ମିଳିଲା। ଏବେ ଏଠି ଶନି ଦେଖିବ। ଏଇ ଯୋଉ ଶନି ଦେଖିବ, କ'ଣ କରିବ, ଗୁପ୍ତ ଶତ୍ରୁକୁ ଗୁଡ଼ାଏ ଖଣ୍ଡେ ମାରିଦେବ। ବର୍ତ୍ତମାନ ଯୋଉଟା ଚାଲିଛି ନା, ଚାଲିନି ନା, ମୀନକୁ ଯାଉ ଶନି ଦେଖିବ। ମକର ରାଶିଙ୍କର ଜୀବନରେ ଗୁଡ଼ାଏ ଗୁପ୍ତ ଶତ୍ରୁ ଆପେ ମରିଯିବେ। ଯେଉଁ ପ୍ରଚ୍ଛଦ ଭାବରେ ଶତ୍ରୁତା ଥିଲା, ବର୍ଷେ ପରେ, ହଁ, ବର୍ଷକୁ ମରିଯିବେ। ତମେ ଦେଖିବ, ଯେଉଁମାନେ ତମ ସହିତ ଗଦ୍ଦାରୀ କରିଥିଲେ, ମକରୁବାଲାଙ୍କ ସହିତ, ଯେଉଁମାନେ ମକରୁବାଲାଙ୍କ ସହିତ ନାଟକ କରିଥିଲେ, ଗୁପ୍ତ ଭାବରେ ପଛରୁ ମନ୍ତ୍ରଣା ଦେଉଥିଲେ। ଧରାଯାଉ ତମ ସହିତ ଯେମିତି କହିଲ, ହଁ, ତମେ ଯେମିତି କହିଲ କନ୍ୟା ରାଶି ବାଲା ତମର ମକର ରାଶିକୁ ତମର ଫଟେଇକି ଫୁଲ କରିଥିଲା, ବ୍ଲାକମେଲ୍ କରିକି ଠକାଇଥିଲା ନା। ଏ କନ୍ୟା ରାଶି ବାଲା ତା ପଛରେ ଯିଏ ଥିବ, ଯିଏ ଗୁରୁଟା ଯେଉଁ କହିଲ, ଯିଏ ମେନ୍ ମାଷ୍ଟର କହିଲ, ପ୍ଲାନିଂ ଦେଇଥିଲା ତମର ଜି ଲଗେଇବ ଫଟେଇବା ପାଇଁ, ସେଇ ଲୋକଟା ମରିଯିବ, କିମ୍ବା ତମ ଆଖି ଆଗରେ ନଥିବ, କିମ୍ବା ତମ ଜୀବନରୁ ପାର ହେଇଥିବ। କିନ୍ତୁ ମ୍ୟାକ୍ସିମମ୍ ଚାନ୍ସେସ୍ ଥାଏ ମରିଯିବାର। ହେଲା, ତାଙ୍କର କାଳ ବେଳ ଖରାପ ଥିଲେ ତ ଲାଗିବେ ନା। ଶନିଟା ମାୟା ନା ଶନିର, ବୁଝିବୁଝି। ଯେମିତି କହିଲି ଯେ ଯେଉଁ ନକ୍ଷତ୍ର ଶନି ଅଛି ତା ବୋପା ମରିବାର ସମ୍ଭାବନା ବେଶୀ। କ'ଣ ସମସ୍ତଙ୍କର ମରିବ କି? ନାଇଁ ନା। ଯିଏ ବୁଢ଼ା ହେଇଗଲାଣି, ଦୁର୍ବଳ ହେଇଗଲାଣି, ସେମିତି କଣ୍ଡିସନରେ ମୁଁ କହୁନି ଯେ ମୁଁ ଅଭିଶାପ ଦେଇଦେଉଛି ମରିଯିବ। ତ ଯିଏ ଧରାଯାଉ ତମେ ମକର ରାଶି, ତମ ପଛରେ ଜଣେ ସିଂହ ବାଲା ତମ ସହିତ ଗେମ୍ ଖେଳି ଦେଇଛି, ସିଂହ ରାଶି ଧରାଯାଉ, ଉଦାହରଣ ଦେଉଛି। ସେ ସିଂହକୁ ଯିଏ ଶିଖେଇଛି, ସିଏ କେଡ଼େ ବଡ଼ ହେଇଥାଉ, ଯିଏ ହେଇଥାଉ, ଗୁରୁ ହେଇଥାଉ, ବୋବା ହେଇଥାଉ, ଢେପ ହେଇଥାଉ, ୟା ତ ଶଳାଟା ମରିବ, ନହେଲେ କୁଆଡ଼େ ପଳେଇବ, ଛିଞ୍ଚିତ ହେଇଯିବ। ପରିଣାମ ପ୍ରଳୟମ୍ ଯାଆନ୍ତି।
କାହିଁକିନା ସିଂହ ବାଲାକୁ ମୁଣ୍ଡ ଖାଇକି ତମ ବିରୁଦ୍ଧରେ ଲଗେଇଛି କି ତମ ଆଖି ପାଖି ଲୁହ ଛିଟେଇଛି, ହଁ ସେଇଟା ଯିବ, ତା ଟାଇମ ହେଇଗଲା ବୋଲି ଜାଣିବ। ଯିଏ ସିଂହକୁ ଟିଏ ହେଇଛି ହଁ, ଯିଏ କନ୍ୟାକୁ ଟିହେଇଛି ସିଏ ବି ଯିବ। ତମେ ବିଶ୍ୱାସ କରିବନି, ଏଇ କେସଟା ମୁଁ ଦେଖିଛି। ତା ବୋପା ସେ ଝିଅକୁ ଲଗେଇକି ମକରୁର ଫଟଉଥିଲା, ତା ବୋପାଟା ମରିଗଲା, ଅହେତୁକ ମୃତ୍ୟୁ। ସନ୍ଧ୍ୟା 4 ଖଟ ଫଟାକ। ଏ ମକରୁଟା ବଡ କାଳି ସାଧକ, ଇଏ ବଡ, ୟାର ଏମିତି ଷଷ୍ଠ ସ୍ଥାନରେ ଶନି ବସିଛି, ତ ଶତ୍ରୁ ମାରିବ, ଦ୍ୱାଦଶକୁ ଦେଖୁଛି, ଗୁପ୍ତ ଶତ୍ରୁ ମାରିବ। ତା ଉପରକୁ ଇଏ ଡେଲି କାଳୀ ପୂଜା କରିକି କହିବ ଯେତେ ସବୁ ଶତ୍ରୁ ମରନ୍ତୁ, ଶତ୍ରୁରାମ ବୈଳମ ଯାଆନ୍ତି, ଡେଲି ପାଠ ପଢିବ, କବଚ ଖିଳ ଅର୍ଗଳ ଶତାଷ୍ଟକ କାଳୀ ଯେତେ ଯାକ ପାଠ ଡେଲି କରେ। ତ ଯିଏ ଲାଗିଲା ସଲା କଣ ହବ, ପୁରା ପୁରା ତ ସଂସାର ନାକରୁ ରକ୍ତ ବାହାରିଲା, ଫଟ୍, କିଛି ନାହିଁ, ଖାଇ ପିଇକି ବୁଲିକି ଆସିଥିଲେ, ଫଟ୍। କଣ କଣ ଆଚ୍ଛା ସିଏ କହିଦେଇଥିଲା, କହିଲା ଦେଖେ ୟା ସହିତ ତ ଲାଗୁଛୁ, ଏଇଟା ମାରିଦବ। ବିଶ୍ୱାସ କରିବନି, ବର୍ତ୍ତମାନ ଏ ଗଦିରେ ବସିଛି, ଫୋନରେ ତା ଝିଅକୁ ବୁଝେଇଲା, ଦେଖ ୟା ସହିତ ଲାଗ ନା, ଇଏ ମାରିଦବ, ତତେ ବି ମାରିବ ମତେ ବି ମାରିବ। ସିଏ ଘମଣ୍ଡ କଲା, ମାରିଦବ, ଏମିତି ମାରାଳି, କେତେ ଜଣଙ୍କୁ ମାରିଛି, ଖଟ ସ୍ୱାହା ବାପେ ସ୍ୱାହା। ବୁଝିହଉଛି? ତେଣୁ ଏଠି କଣଟା କହୁଛି, ଇଏ ପରିଣାମ ତ ହବ। ଆଚ୍ଛା, ତମର ପ୍ରଶ୍ନ ଥିଲା ଯେ ଢେଇଆ କାହାକୁ କହନ୍ତି? ଢେଇଆ ମାନେ ହେଲା ଯେ ଏଇଠି ମକର ରାଶିକୁ ଶନି 3ଟା ଚାନ୍ସ ଦେଲା, ଦ୍ୱାଦଶ ଲଗ୍ନସ୍ଥ ଦ୍ୱିତୀୟ, ଯେ ବାବୁ ସୁଧୁରି ଯା, ଯାହା କହୁଛି କର, ମେହନତ କର, ପରିଶ୍ରମ କର, ଝାଳ ବୁହା। ଯୋଉ କେତକ ଗେନ୍ଦ୍ରା ଗେନ୍ଦ୍ରି ମେନ୍ଦ୍ରା ମେନ୍ଦ୍ରି ପେନ୍ଦ୍ରା ପେନ୍ଦ୍ରି ହାଡରା ମାଡରା ଛାଡରା ପାଡରା ସୁଧୁରିଲେନି, ପୂଜା ପାଠ ଜପ ତପ କଲେନି, ହଁ, ଆଉ ଅହଙ୍କାର ଭାଙ୍ଗିଲେନି, ଅହଙ୍କାର ଇଗୋ ଜେଲସି ରହିଛି, ଭାଇ ମଣିଷ ମାତ୍ରେ ନା ରହିବ ନା, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସାଦ୍ୟ ଷଡ଼ରିପୁ ରହିବ। ତମେ ଯଦି ସୁଧୁରିନ, ଏ ଚତୁର୍ଥ ସ୍ଥାନରେ ଶନି ଯେତେବେଳେ ଯିବ ଢେଇଆ ଲାଗିବ, ଯୋଉଟା ଏବେ ବୃଶ୍ଚିକ ରାଶିର ଚତୁର୍ଥରେ ଶନି ଅଛି। ତ କର୍ମଟା ସେମିତି କଲେ ଯାଇକି ଢେର ଲାଗେ। ହଁ, ଏଠି କଣ ହବ ନା, ଏଇ ଜାଗାଟା ହଉଛି ସୁଖ ସ୍ଥାନ, ମକର ରାଶିର ସୁଖ ସ୍ଥାନ ଚତୁର୍ଥ, ସୁଖ ଘରେ ଶନି ବସିବ, କଣ କରିବ? ଗଲା ପୁରା ଛିନଛତ୍ର କରିବ। ଆଉ ସେଇଠି ବସିକି କି ନାଟ ଦେଖରେ, ସପ୍ତମ ଦୃଷ୍ଟିରେ ଚାକିରି ଖାଇବ, ଆଉ ସେଇଠୁ ତୃତୀୟ ଦୃଷ୍ଟିରେ ସେଇଠୁ ସିଧା ତମର ଷଷ୍ଠ ସ୍ଥାନକୁ ଦେଖିବ, 1 2 3, ହଁ ଷଷ୍ଠ ସ୍ଥାନକୁ ଦେଖିବ, ଆଉ ଏଇଠୁ ବସିକି ତାର ଦଶମ ଦୃଷ୍ଟିରେ ସିଧା ମକରକୁ ଦେଖିବ। ଲଗ୍ନକୁ ଯେତେବେଳେ ଦେଖିବ ଚାରିଫାଳ, ସବୁବେଳେ ଡେଞ୍ଜର ଜୋନ୍ କୋଉଟା କହିଲ? ଯଦି ଲଗ୍ନରେ ଶନି ବସୁଛି କିମ୍ବା ଶନି ଦେଖୁଛି, ଜାତକରେ ବହୁତ ବଡ଼ ସମ୍ଭାବନା ଥାଏ ପାର୍ସିଆଲ ପାରାଲିସିସ୍, ଏକାଙ୍ଗୀ ବାତ। ବହୁତ ଗୁଡା ଏକ୍ସାମ୍ପଲ ଅଛି। ସେଥିପାଇଁ ନିହାତି ହନୁମାନ କବଚ କାଳୀ କବଚକ ଧାରଣୀୟ, ଆଉ ସିଦ୍ଧି ଯନ୍ତ୍ର। ଏମିତି ନାହିଁ କି ଇଣ୍ଟରନେଟରୁ ମଗେଇଲି, ଦୋକାନରୁ ଗୋଟେ କିଣି ଆଣିକି ଟାଙ୍ଗିଦେଲି, ରେଜିଷ୍ଟ କରିପାରିବନି, ସିଏ ଉଡିବ ପୁରା। ଆଉ ଥରେ ଥରେ ସେ କବଚ ବି କାମ ଦିଏନି, କବଚ ଛିଣ୍ଡିକି ପଡିବ ପଡେ, ଜାଣିଲ ମାନେ ସାଙ୍ଗେ ସାଙ୍ଗେ ଗୋଟେ ପିନ୍ଧ। ଇଏ ଗଲା ଶନିର ଦୃଷ୍ଟି। ଏବେ ଧରାଯାଉ ଚତୁର୍ଥ ଶନିରେ ତମେ ବୁଝିଲନି କି ସୁଧୁରିଲନି, ଛାଡ ଶନି କଣ କରିବ। ଢେର ତ ଲାଗେ। ହଁ, ବହୁତ ଲୋକ କହନ୍ତି, ଏବେ ମେଷବାଲା ଯେମିତି କହୁଛନ୍ତି, ମୀନବାଲା ଯେମିତି କହୁଥିଲେ। ଆଜ୍ଞା। ପଞ୍ଚମକୁ ଯିବ, ପନୌତି ବନେଇବ, ପନୌତି ମାନେ ଅଶୁଭିଆ। ତୁଳା ରାଶି ବାଲାଙ୍କର ବର୍ତ୍ତମାନ ପଞ୍ଚମରେ ଶନି ଚାଲିଛି, ତୁଳା ଲଗ୍ନ ତୁଳା ରାଶି, ସୁନା ଧରେଇ ଦିଅ, ଚୁନା ପିଠା। ଚୁନା କରିଦେବେ, ଯୋଉଠି ହାତ ମାରିବେ ସେଇଠି ଢୋ। ଇଏ ବୁଝିପାରିବେନି କି କିଏ ମୋର ଶତ୍ରୁ କିଏ ମୋର ମିତ୍ର। କେତେ ଦିନ ସେଠି? ଲୋକ ୟୁଟିଲାଇଜ କରିବେ, ୟୁଜ ଆଣ୍ଡ ପେନ୍ ଥ୍ରୋ କରିକି ଫିଙ୍ଗିଦେବେ। ଏହି ସମୟରେ ବହୁତ ଗୁଡେ କନ୍ୟାର ଯେତେବେଳେ ପଞ୍ଚମ ଶନି ଥିଲା, ଗୁଡାଏ କନ୍ୟା ମରିଯାଇଥିଲେ। ପଞ୍ଚମ ଶନି ଏମିତି କଷ୍ଟ ଦେଇଦିଏ, କନଷ୍ଟିପେସନ କରିଦେବ, ପେଟରେ ଝାଡା ବାହାର କରିବାକୁ ଦେବନି, ପ୍ରୋକାଷ୍ଟିନେସନ କରିଦେବ, ପକେଇକି ରଖିବ, ଗ୍ୟାସ୍ କରିଦେଇକି ସ୍ୱାହା ପାପେ ସ୍ୱାହା। ଯଦି ବୟସ ଖରାପ ଅଛି, ଜାତକ ଦୁର୍ବଳ ଅଛି, ଶଳାଟା ମଲା, ଉପାୟ କିଛି ନାହିଁ। ସମସ୍ତେ ମରିବେ ବୋଲି କହୁନି, ଏ ରିଜଲ୍ଟ। ପଞ୍ଚମ ଶନିରେ କଷ୍ଟ ଦେଲା 2 ବର୍ଷ, 1.5 ବର୍ଷ 5 ବର୍ଷ। ଷଷ୍ଠକୁ ଶନି ଯିବ, ଇଏ ଲକ୍ଷ୍ମୀ ଯୋଗ କରିବ, ଧୁମ ପଇସା ଦବ। ଷଷ୍ଠ ଶନି କନ୍ୟା ରାଶିର, କିନ୍ତୁ କୋଉ କନ୍ୟା ରାଶି ବାଲା ଧନ ପାଉଛନ୍ତି? ଯୋଉ କନ୍ୟା ରାଶି ବାଲା ମାନେ ନିଜକୁ ସୁଧାର କରିଥିଲେ, କିନ୍ତୁ ଯୋଉମାନେ ନିଜକୁ ଷେଣ୍ଢ ବନେଇକି ରଖିଥିଲେ,
ଯେଉଁମାନେ ସୁଧରିଲେନି ଶନି ଅନୁସାରେ ଚାଲିଲେନି ବିଶ୍ୱାସ କରିବ ଏବେ କେତୁ ବସିଛି କନ୍ୟା ଘରେ ଆସମାନ ସେ ଗିରା ଖଜୁର ପେ ଲଟକା କିଛି ମିଳିନି ସେଇ ଭିକାରୀକୁ ସେଇ ଭିକାରୀ ଯେଉଁମାନେ ଟିକେ ଗ୍ରହ ଫ୍ରହ ଶାନ୍ତି କରିଦେଇଛନ୍ତି ସେମାନଙ୍କୁ ମିଳୁଛି କନ୍ୟା ରାଶି ବହୁତ ଫାଇଦା ହେଉଛି ରାଜନୀତି କ୍ଷେତ୍ରରେ ସଫଳତା ବହୁତ ଗୁଡ଼ିଏ ପଇସା ଗନଗନେଇକି ମିଳୁଛି ଏବେ କନ୍ୟା ରାଶିର ଷଷ୍ଠରେ ଶନି ଚାଲିଛି ଗୁଡ୍ ରେଜଲ୍ଟ ସିଂହ ରାଶିର ସପ୍ତମରେ ଶନି ଚାଲିଛି ସପ୍ତମସ୍ଥ ଶନି ଲଗ୍ନକୁ ଦେଖୁଛି କ'ଣ କହିଲି ଯଦି ଲଗ୍ନକୁ ଦେଖିଲା କିମ୍ବା ଲଗ୍ନରେ ବସିଲା ଯଦି ନିଜକୁ ନ ସମ୍ଭାଳିଲ ମାରିଦେବ ଆଉ ଯଦି ସେହି ସମୟରେ ମାର୍କେସର ଦଶା ଅଛି ନେଇଯିବ ଯଦି ନ ନେଲା ନେକ୍ସଟ ମାଡ଼ କ'ଣ ପଡ଼ିବ କହିଲ ସିଂହ ରାଶିର ଅଷ୍ଟମ ଶନି ଅଷ୍ଟମ ଶନି କ'ଣ କହିଲ ଅଷ୍ଟମ ସ୍ଥାନ କ'ଣ ଚୋର ଚପେଟ ଆକ୍ସିଡେଣ୍ଟ ମୃତ୍ୟୁ ତୁଲ୍ୟ ପୀଡ଼ା ଅଷ୍ଟମକୁ ଯିବ ଗତ 2 ବର୍ଷ ପୂର୍ବେ ମିଥୁନ ଘରକୁ ଦେଖିବ ମିଥୁନ ମାନେ ଯେଉଁମାନେ ଥିଲେ ଶନି 7.5 କାହାର ଗୋଡ଼ ଭାଙ୍ଗ କାହାର ଦେହ ପୀଡ଼ା ହସ୍ପିଟାଲ ଡୋର ଚୋଳି କାହାର ହଜବେଣ୍ଡ ମଲା ନା କାହାର ଆଉ କ'ଣ ହେଲା ନା ଦୁଃଖ ମାନେ ଅଷ୍ଟମ ସ୍ଥାନ ଆଉ ଅଷ୍ଟମ ଶନିର ଦୁଃଖ ଯିଏ ଜାଣିଛି ସେ ଜାଣିଛି ଆଚ୍ଛା ଏଇଟା ଟିକେ ସିଂହବାଲାଙ୍କୁ ବେଶୀ ମିଳେ କାହିଁ କହିଲ ସିଂହବାଲାଙ୍କର ଏମିତି ଶନି ହେଲା ସପ୍ତମାଧିପତି ଷଷ୍ଠାଧିପତି 6-7ର ମାଲିକ 8ରେ ବସିବ ପୁରା ହାଉସ୍ ପୀଡ଼ିତ ଇଆଡ଼େ 30-60 ଡିଗ୍ରୀ ବସିବ ଆଉ ନେକ୍ସଟ 60 ଡିଗ୍ରୀ ଅଷ୍ଟମ ଶନି ସେ ସମୟରେ କେତୁ ଆସିକି ଏଠି ବସିକି ନଡ଼ ନଡ଼ ହେଉଥିବ କ'ଣ କହିଲୁ ଏ ସିଂହ ସିଂହ ଦେଖାଉଥିଲୁ ସେଣ୍ଡ ନଖ ଦେଖାଉଥିଲୁ ରାମ୍ପଡ଼ାମ୍ପଡ଼ି କରୁ କ'ଣ ରେ ସିଂହ ବୁଝିହେଉଛି ଆଚ୍ଛା ସିଂହର ଘୋର ଶତ୍ରୁ ଶନି ଏବେ ଆମର କିଛି ହାର ନାହିଁ ଆମେ ଦୀକ୍ଷା ନେଇଛୁ ଆମର ଜ୍ଞାନ କାଣ୍ଡ ଆମର କର୍ମ କାଣ୍ଡ ନାହିଁ ହେଲେ ଶନି ବୁଝିବ ଦେବ ଘିଚିକି ଢଗ ଢଗ ସେତେବେଳେ ଭିତରେ ଶନି ୟାଙ୍କୁ ସବୁ ମିଷ୍ଟେକ୍ କରେଇ ସାରିଥାଏ କାହାକୁ ବାସ୍ତୁ ଆଡ଼ ମିଷ୍ଟେକ୍ କରିଥିବ କାହାକୁ ଆଉ କୁଆଡ଼େ ମିଷ୍ଟେକ୍ କରିଥିବ ଦେବ ଘିଚିକି ସେଠି ଏବେ ବୁଝିଗଲା କ୍ଲିଅର ଅଷ୍ଟମ ଶନି କାହାକୁ କହନ୍ତି ପନୌତି ଶନି କାହାକୁ କହନ୍ତି ଢେଇଆ କାହାକୁ କହନ୍ତି ଶନି 7.5 କାହାକୁ କହନ୍ତି ଗୋଟେ ନାଁ ଦିଆହେଇଛି ଆକ୍ଚୁଆଲି ବହିରେ ନାହିଁ କିନ୍ତୁ କଳି ଯୁଗରେ ରୁଲ୍ ଗୁଡ଼ାକ ଜୋରରେ ଲାଗୁ ହେଉଛି ଯେତିକି କୁହାଯାଉଛି କାଳସର୍ପ ଦୋଷ କେଉଁ ବହିରେ ଲେଖା ହେଇନି କିନ୍ତୁ ରିଲେଟେଡ୍ ରିସର୍ଚ୍ଚରେ ଦେଖାଗଲା ଯେ ଏଇ ଦୋଷ ପାଇଁ ଏଇଟା ଫଳିତ ହେଉଛି ବୁଝିବା ପାଇଁ ନାମକରଣ କରାଏ ଟେକ୍ନିକାଲି ଏସବୁ ଜିନିଷ ନାହିଁ ହେଲା କିନ୍ତୁ କଳିଯୁଗରେ ଫଳ ହେଉଛି ନୂଆ ନୂଆ ରୋଗ 7.5 ରୋଗ ଢେଇଆ ରୋଗ ଆଉ ଏମିତି ହେଉଛି ଯେ ମକୁରୁବାଲାଙ୍କୁ ପଚାର ଭିକ ମାଗୁଥିଲେ ବସିକି ବହୁତ ଗୁଡ଼େ ରହି ଦେଖ ତମେ ଆସିକି ବସିଛ ମକୁରୁର କକୁରୁ ନିକଲିଛି ବୁଝିଗଲା ତୁଳା ଲଗ୍ନର କେତେ ଦିନ ରହିବ ଯୋଉଟା ଆପଣ କହିଲେ ଆଉ ବର୍ଷ ରହିବ ସେ ବର୍ଷ ହେଲା ବେଳକୁ ସେ ସେଠିକି ପଳେଇଲା ବେଳକୁ ଅଟୋମେଟିକ୍ ବାଗେଇଥିବ ୟାଙ୍କୁ ସବୁଠୁ ବେଶୀ ବେନିଫିଟ୍ ମିଳିବ ଶନି ବାବା ଡବଲ ବେନିଫିଟ୍ ଦେବେ ତୁଳା ଲଗ୍ନ ମକର ରାଶି କାହିଁକିନା ମକରର 3 ତୁଳାର 6 କିନ୍ତୁ କାହାକୁ ମିଳିବ ଯୋଉମାନେ ଇଏ ଘରେ ଶୋଇଥିବେ ନାଭିରେ ତେଲ ଦେଇକି କାମ ଫାମ କରୁନଥିବେ ଇଏ କରିଥିବେ ସେଇଟା ଆପଣ ବହୁତ ଗୁଡ଼େ ଭିଡ଼ିଓ ଦେଇଛନ୍ତି ହଁ ଏବେ କନସେପ୍ଟ କ୍ଲିୟର ହେଇଗଲା କର୍ମ କରିବନି ଫଳ ଆଶା କରିବନି ଏବେ ମୋର ଭିଡ଼ିଓ ଚାଲୁ କି ନ ଚାଲୁ ଠେସି ଚାଲିବି 6,500 ଭିଡ଼ିଓ ଠେସି ଦେଲିଣି ସେଗୁଡ଼ାକ ସେତେବେଳକୁ ଯୋଉମାନଙ୍କର ଆସିଥିବ ସେମାନେ ଦେଖିବେ ଆଉ କହିବ ମୋର ଚାଲୁନି ମୁଁ କେଣ କରିଏ ଆମ କରିବାର ନାହିଁ ବୋଲେ କ'ଣ କରୁନୁ ବୋଲେ ଯା ଭିକ ମାଗୁ ରେ ପୁଅ ମୋର ତ ହବାର ନାହିଁ ବୋଲେ କେଣ କରି କାଣ କରୁନୁ କରୁ ବୁଝିଲା ବୁଝିଲ କି ନା ବାବୁ ନା କଟକିଆରେ କହି ହେଇଗଲା କର୍ମ କର ଏବେ ସେଠି ଜଙ୍ଗଲରେ ଗଛ ଲଗେଇଦେଲି ଧୁମ ଟ୍ରାକ୍ଟର ଆଣିଦେଲି ବାଉଣ୍ଡରୀ ଲଗେଇଦେଲି ମଞ୍ଜି ଛିଟିଦେଲି କହିବ ଏବେ ହେଲାନି ନ ହଉ କରିଚାଲେ ଯେତେବେଳେ ଏଠି ଯେ 6 ଆଉ 3ର ଶନି କଞ୍ଜକ୍ସନ୍ ହେବ ତୁଳା ଲଗ୍ନ ମକର ରାଶିକୁ କୋଉ ବୋପାର ଦମ ଅଛି ସମ୍ଭାଳିବ କାହାରି ଦମ୍ବ ନାଇଁ ରେ ପୁଅ ସବୁ ରିକଭରି ଏଇ ଯୋଉ ପୁରା 7.5ର ଯୋଉ 7 ବର୍ଷର ମାଡ଼ ଗୋଟିଏ ଶନିରେ ସବୁ ରିକଭରି ଯେମିତି ନିଅନ୍ତି ଶନି ସେମିତି ଦିଅନ୍ତି
ବୁଝୁଛି ଏବେ ଯେମିତି 11ରେ ଶନି ଚାଲିଛନ୍ତି ମେଷ ରାଶିର ବମ୍ବମାଇକି ଦଉଛନ୍ତି କିନ୍ତୁ ଯୋଉଟା କାମ କରୁନାହାନ୍ତି ମେଷ ରାଶି ବାଲା କାମ କରିନାହାନ୍ତି ବସିଥିଲେ ବେପାର ଖାଇକି ଘୋଡ଼ା ଆଗରେ ନାଚୁଥିଲେ ହଁ ମିଳୁଛି ସେମାନଙ୍କୁ କିଛି ମିଳିବନି। ମିଳୁଛି ତାଙ୍କୁ କମ୍ ମିଳୁଛି। ଏବେ ଭାବ ସିଂହ ରାଶିର ଏଇଠି ଷଷ୍ଠ ଶନି ଥିଲା ଏବେ ସପ୍ତମ ଶନି ଗଲା। ମୁଁ ଦେଖିଛି ଗୋଟେ ଗୋଟେ ସିଂହ ରାଶି ବାଲା ଯେଉଁମାନଙ୍କ ପାଖରେ ମାନେ ସାମାନ୍ୟ ଥିଲେ ସବୁ କୋଟିପତି ଲାଖପତି ହେଇଗଲେ ବିନା ଫାଲତୁର ଇଆଡ଼ୁ ସିଆଡ଼ୁ କରିକି ଘର ଦ୍ୱାର ଜମି ବାଡ଼ି ଗାଡ଼ି ସବୁ କିଣିଦେଲା। ପଇସା ଉଡ଼େଇଦେଲେ। ତ ଯୋଉ ସିଂହ ବାଲା ଗୁଡ଼ାକ ବର୍ତ୍ତମାନ ଧନ ଅପବ୍ୟୟ କରିଛନ୍ତି ଅଷ୍ଟମରେ ଶନି ଗଲେ ତାଙ୍କୁ କ'ଣ କହିବ ତତେ ଦେଇଥିଲି ତୁ କ'ଣ କଲୁ ରେ ଉଡ଼େଇଦେଲେ ଆଉ ବର୍ତ୍ତମାନ ଫଳ ଭୋଗିବ। କୋଉ ମାନେ ଯୋଉ ସ୍ତ୍ରୀ ମାନେ ଦେଖିବ ଘଇତା କଷ୍ଟ ପାଆନ୍ତି କାହିଁ ପାଆନ୍ତି ଘଇତା ଦେଇଥିଲି ତୁ ତାକୁ ଅପବ୍ୟବହାର କଲୁ ତୁ ଗୋଟେ ସାମାନ୍ୟ ସ୍ନେହ ପ୍ରେମ କ'ଣ ଜାଣିନୁ କେମିତି ଦୟା କରୁଣା କରାଯାଏ ଜାଣିନୁ ତୁ ଗୋଟେ କ୍ରୂର ସ୍ତ୍ରୀ ଆମର ଇଏ ଯେମିତି ଧନୁ ରାଶି। ବୁଝିହଉଛି ତ ତାକୁ କ'ଣ କରିବ ଛାଡ଼ିବ ଏବେ ଧନୁ କଥା କହୁଛ ନା ଧନୁ ରାଶି ଦେଖିବ ଏଇଟା ବର୍ଷଟା ସରି ଢେଇଆ ଷ୍ଟାର୍ଟ ହେଇଯିବ ଧନୁର ପୁରା ହିସାବ ନିକାଶ 0-0 କରିଦେବ। କ୍ରୂର ପୁରୁଷ ଖାଲି ସ୍ତ୍ରୀ ବୋଲି ନାହିଁ ପୁରୁଷ ସ୍ତ୍ରୀଟା ଦେଇଥିଲି ତାକୁ ତୁ ଦୟା କଲୁନୁ ନେ ଢାଇ ଢାଇ ମାଟ ଖାଇବୁ କନସେପ୍ଟ କ୍ଲିୟର।